ମାନେ ଟିକେ ପରିଚୟ ଦେବେ ଟିକେ। ରାଧାକୃଷ୍ଣ ସିନେମାକ୍ସର ମ୍ୟାନେଜର ସନ୍ତୋଷ କୁମାର ବରାଡ଼ ମୁଁ। ମାନେ କେତେ ବର୍ଷ ହେଲାଣି ଆପଣ ଲାଇନରେ ଅଛନ୍ତି? ମୋର 29 ବର୍ଷ ହେଲାଣି ଲାଇନରେ। କଣ କହିବେ ଆପଣଙ୍କର ଏବେ ତ ନୂଆ ଭଳିଆ କରାହେଇଛି ସିନେମା ହଲ୍ଟି, ଆଉ ସିନେମା ଜଗତକୁ ନେଇକି କଣ କହିବେ ଓଡ଼ିଆ ସିନେମା? ଓଡ଼ିଆ ସିନେମା ମଝିରେ ତ ପୁରା କମି ଯାଇଥିଲା, ଏବେ ପୁରା ଠିକ୍ ଚାଲିଛି। ଭଲ କଣ୍ଟେଣ୍ଟ ଆସିଲେ ଭଲ ଚାଲିବ। ବାବୁସାନ ପିକ୍ଚର ଏଇଠି ଆମର ଆସିଥିଲା ବୋଉ ବୁଟୁ ଭୂତ, ବହୁତ ଭଲ ଚାଲିଥିଲା। ନବକଳରୁ ଭଲ ଚାଲିଥିଲା। କେତେ ଭଲ ବିଜନେସ୍ କରିଥିଲା? ଯାହା ବିଜନେସ୍ କରିଥିଲା ବହୁତ ଭଲ କରିଥିଲା। ତ କୋଉ କୋଉ ହିରୋଙ୍କର ଡିମାଣ୍ଡ ରହେ ଏଠି, ନା ଯେକୌଣସି ସିନେମା ଆସିଲେ ଓଡ଼ିଆ ସିନେମା ଚାଲେ? ଭଲ ସିନେମା ଆସିଲେ ଡିମାଣ୍ଡ, ସେମିତି କୋଉ ହିରୋଇନ୍ ନାହିଁ। ନୂଆ ହିରୋ ତୁ ମୋ ଲଭ୍ ଷ୍ଟୋରୀ ନୂଆ ହିରୋଇନ୍ ତାଙ୍କର ମଧ୍ୟ ଠିକ୍ ଚାଲିଥିଲା। ଇଏ ମଧ୍ୟ ବି ଚାଲିବ ବୋଲି ଆଶା ଦେଖାଯାଉଛି। ଏବେ ଗୋଟେ କୁହାଯାଉଛି ଯେ ହଲ୍ ଗୁଡ଼ିକରେ ହିନ୍ଦୀ ସିନେମାକୁ ବେଶୀ ପ୍ରିଫର ଦିଆହେଉଛି ଓଡ଼ିଆ ସିନେମା ଅପେକ୍ଷା, ଆପଣଙ୍କର କ'ଣ ମତାମତ? ନାଇଁ ସେମିତି କିଛି ହିନ୍ଦୀ ସିନେମା ଓଡ଼ିଆ ସିନେମା ଲୋକଙ୍କର ଇଣ୍ଟରେଷ୍ଟ ଯୋଉଟା ଦେଖିବାକୁ ହେଲା ସେଇଟା ମୁଁ ପକେଇବା ବାଧ୍ୟ। କିନ୍ତୁ ଆମର ଚାରିଧାମ ପଡ଼ିଥିଲା ସେ ସମୟରେ ମଧ୍ୟ ଓଡ଼ିଆ ହିନ୍ଦୀ ଆସିଲା, ଚାରିଧାମ ଚାଲିଲା, ହିନ୍ଦୀ ଚାଲିଲା, ଦୁଇଟା ଲୋକ ଭଲ ସିନେମା ଆସିଲେ ଲୋକ ଦେଖିବେ। ନୟାଗଡ଼ ପିଲା ନାୟକ ଅଛନ୍ତି, ନୟାଗଡ଼ ବାସୀ ଦେଖିବାକୁ ବେଶୀ ଆଗ୍ରହୀ ହେବେ। ହଁ ନିଶ୍ଚିତ ଆଗ୍ରହ ହେବେ। ଆଜି ତ ଆସିଛନ୍ତି ସବୁ ନୟାଗଡ଼ ପିଲା ନା ଦେଖିବାକୁ ଆସିଛନ୍ତି ସବୁ। ନାଇଁ ରିଲିଜ ହେଇଥିଲା 31 ତାରିଖ। ପୁରୁଣା ସିନେମା ହଲ୍ କହୁଛନ୍ତି ବର୍ତ୍ତମାନ ଦିନକୁ ନେଇକି ନୂଆ ସିନେମା ହେଇଛି। ଆଗ ପୂର୍ବରୁ ଯେମିତିକି ଟିକଟ ବ୍ଲାକ୍ ହେଉଥିଲା, କେତେ ବଢ଼ିଆ ରେସ୍ପନ୍ସ ବି ମିଳୁଥିଲା। ବର୍ତ୍ତମାନ ଏବେ ସେଇଭଳି ତ ନାହିଁ। ଯେତେବେଳେ ବି ଓଡ଼ିଆ ସିନେମା ଗୋଟେ ପଡ଼େ ଆଉ ଗୋଟେ ହିନ୍ଦୀ ସିନେମା ପଡ଼େ, ମାନେ ଲୋକଙ୍କୁ ଆଦତ କୋଉଟାକୁ ବେଶୀ ଇଣ୍ଟରେଷ୍ଟ ଏଇ ଜାଗାରେ? ଆମର ଏଠି ଓଡ଼ିଆ ସିନେମା ଭଲ ଚାଲେ ଆଗକୁ, ବଟ୍ ଏବେ ଓଡ଼ିଆ ଟିକେ କମିଗଲେ ଲୋକଙ୍କର ହିନ୍ଦୀ ପ୍ରତି ଟିକେ ଆଗ୍ରହ ଅଛି। ଓଡ଼ିଆ ଚାଲି ଭଲ ଓଡ଼ିଆ ଆସିଲେ ଦେଖୁଛନ୍ତି। ଆପଣଙ୍କ ଏକ୍ସପିରିଏନ୍ସ ଅନୁସାରେ ମାନେ ଆଜିକା ଜେନେରେସନ ପିଲା କୋଉ ଟାଇପର ସିନେମା ଦେଖିବା ପାଇଁ ଚାହୁଁଛନ୍ତି? ଆଜି ଭଲ ସିନେମା ଆସିଲେ ଓଡ଼ିଆ ଆଜି ମାନେ କେମିତି ଥ୍ରିଲର ହେଲା କିମ୍ବା ଗୋଟେ ଫାଇଟ୍ ହେଇଗଲା କି ଲଭ୍ ସିନ୍ ହେଇଗଲା, କୋଉ ଟାଇପର ସିନେମା କଲେ ବେଶୀ ଆଦୃତ ହେଉଛି ଲୋକଙ୍କର? ବେଶୀ ଆଜିକାଲି ସବୁ ତ ସେମିତି ସବୁ ମିକ୍ସ ହେଇଥିଲା। ଧାର୍ମିକ ଏଠି ହେଇଗଲା, ବୋଉ ବୁଟୁ ଭୂତ ଏଠି ଭଲ ଚାଲିଲା, ଧାର୍ମିକ ଉପରେ ଏଠି ନବକଳରୁ ଭଲ ଚାଲିଲା। ସେମିତି ତାହେଲେ ଆପଣ କହିପାରୁଛନ୍ତି ଯେ ଏଇ ଜାଗାରେ କଣ୍ଟେଣ୍ଟ ଯଦି ଠିକ ଅଛି, କଣ୍ଟେଣ୍ଟ ଠିକ ଅଛି ଚାଲିବ ଠିକ। ଲୋକ ଦେଖିବେ ଯେମିତି। ସିନେମା ହଲ୍ଟା କ'ଣ ସିନେମା ପଡ଼ିବ କୋଉଠି ଡିସାଇଡ୍ ହୁଏ? ଆପଣ ମାନେ କରନ୍ତି ନା ଡିଷ୍ଟ୍ରିବ୍ୟୁଟର? ଆମେ ଅନେକ କୋଉ ସିନେମା କେତେ ଦିନ ଚାଲିବ? କେତେ ଦିନ ଚାଲିବ ମାନେ ସିନେମା ଯଦି ଲୋକ ଅଡିଏନ୍ସ କମିଗଲେ ବାଧ୍ୟ ହେଇକି ଆମେ ଉଠେଇବୁ। ଆମର ଏକ୍ସପେନ୍ସ ଖର୍ଚ୍ଚ ଅଛି, ଖର୍ଚ୍ଚ ତ ଉଠି ପାରୁନି ନା। ଆଜିକା ଇଏରେ ସିନେମା ଯୋଉ ଭଳିଆ ଚାଲୁଛି ମଧ୍ୟ ଖର୍ଚ୍ଚ ଉଠିବା ସମ୍ଭବପର ନୁହଁ। ପୁରା ଏବେ ଆଗରୁ କ'ଣ ଜେନେରାଲ ସିନେମା ଥିଲା, ଇଏ ମଲ୍ଟିପ୍ଲେକ୍ସ କରିବା ପରେ ଟିକେ ମାନେ ଖର୍ଚ୍ଚ ଏକ୍ସପେନ୍ସ ବହୁତ ବଢ଼ଉଛି। ତେଣୁକରି ସେଇ ଜିନିଷଟା କିଛି ମାଲିକ କହୁଛନ୍ତି ଯେ କଟକର ଡିଷ୍ଟ୍ରିବ୍ୟୁଟରଙ୍କ ମନମାନି ଯୋଗୁଁ ଆମେ ପକଉଛୁ ହିନ୍ଦୀ ସିନେମାଟାକୁ ପକେଇବା ପାଇଁ ବାଧ୍ୟ ହଉଛୁ, ଆପଣଙ୍କର ଏଠି କ'ଣ? ସେମିତି ଲୋକ ଅଡିଏନ୍ସର ଡିମାଣ୍ଡ ଅନୁସାରେ ଚାଲିବ। ଆପଣଙ୍କର ଏଠି 29 ବର୍ଷରେ କୋଉ ସିନେମାଟା ସବୁଠୁ ଅଧିକ ଏଠି କରିଥିବ ବିଜନେସ୍ କରିଥିବ? ଅଧିକ ଦିନ କୋଉଟା ପଡିଛି ଆପଣ? ସେତେବେଳେ ତ ଭୋଳା ଶଙ୍କର ପଡ଼ିଥିଲା ଅଧିକ ଦିନ, ସୁହାଗ ସୁନ୍ଦର ପଡ଼ିଥିଲା ଅଧିକ ଦିନ, 50 ଦିନ। ସେ ତ 50% ଆପଣମାନେ ସବୁ ଜାଣିଥିବେ। ସେ 50% କ୍ରସ୍ 50 ଡେଜ୍ କ୍ରସ୍ ହବ। ଏଠି ସବୁ 50 ଡେଜ୍ କରିକି ଯାଇଛି। ଅଡିଏନ୍ସ କାହାନ୍ତି ସେ ଅଡିଏନ୍ସ ସିନେମା ପ୍ରେମୀ କମିଗଲେଣି କି? ସିନେମା ପ୍ରେମୀ କମି ଯାଇଥିଲେ ମଝିରେ, ଏବେ କିଛି କିଛି ଆସୁଛନ୍ତି। କୋଉଟା ଟର୍ଣ୍ଣିଂ ପଏଣ୍ଟ ବୋଲି ଭାବିବା ଯେ କୋଉ ସିନେମା ପରଠୁ ଏଇ ସିନେମା ପୁଣି ଥରେ ଦର୍ଶକ ଭଲ ମୁହାଁ ହେଇଛନ୍ତି? ଏବେ ଚାଲିଲା ଏଠି ବୋଉ ବୁଟୁ ଭଲ ଚାଲିଲା, ଆଉ କର୍ମ ଭଲ ଚାଲିଥିଲା। ଗୋଟେ ଆଲୋଚନା ହଉଛି ଯେ ଦମନ ପରେ ଚେଞ୍ଜ ହେଇଛି। ଦମନ ପରେ ଚେଞ୍ଜ ହେଇଛି। ଦମନଠୁ ଲୋକଙ୍କର ଇଣ୍ଟରେଷ୍ଟ ସିନେମା ଟିକେ ମଝି ପିରିୟଡଟା ପୁରା କମି ଯାଇଥିଲା, ଏବେ ଭଲ ଚାଲିଛି। ଯାହା ଚାଲିଛି ଆଭରେଜ ଚାଲିଛି। ମାନେ ଆଗ ଭଳି କପିରାଇଟ୍ କେତେ ଡିମାଣ୍ଡ ଦଉନଥିଲେ, ରିଅଲ ଷ୍ଟୋରି ଉପରେ ଦର୍ଶକଙ୍କ ଭିଡ଼ ଜମୁଛି, କ'ଣ କରିପାରିବେ? କପି ସିନେମା ତ ପକେଇଲେ ସେ ତ ଚାଲିଛି। କପି ସିନେମା ତ ଠିକ ନୁହଁ, ଯୋଉଟା ରିଅଲ ଷ୍ଟୋରି ହେଲେ ଠିକ ଲୋକ ଦେଖିବେ। ଆସିଛନ୍ତି ଏବେ ଇଏ ବାବୁସାନ ଆସିଥିଲେ ଆମର ବୋଉ ବୁଟୁରେ, ଅନୁଭବ ଏବେ ଆସିନାହାନ୍ତି, ପୂର୍ବରୁ ଆସିଥିଲେ। ସେମିତି ପିକ୍ଚର ଡିମାଣ୍ଡ ଅନୁସାରେ। ଧନ୍ୟବାଦ।